देखा जाए वर्षा टोपा धरती माँ को चुमा मारे। देखू देखू एका आषाढ़ एकादशी आसी जाए। কতই মজা লাগে কতই খুশি লাগে করম ঠাকুর পূজা পূজায় মোর ছোট দেওরা কতই মজা লাগে কতই খুশি লাগে করম ঠাকুর পূজা পূজায় মোর ছোট দেওরা কতই খুশি লাগে কতই মজা লাগে করম ঠাকুর পূজা পূজারে মোর ছোট দেওরা কতই খুশি লাগে কতই মজা লাগে করম ঠাকুর পূজা পূজারে মোর ছোট দেওরা ভাদর মাসের একাদশী করম পূজা করা পূজায় মার ছোট দেওরা কতই মুসি লাগে কতই মজা লাগে করম ঠাকুর পূজা পূজায় মার ছোট দেওরা কতই খুশি লাগে কতই মজা লাগে করম ঠাকুর পূজা পূজারে মোর ছোট দেওরা কতই খুশি লাগে কতই মজা লাগে করম ঠাকুর পূজা পূজারে মোর ছোট দেওরা ପୂଜା ଆରମ୍ଭରେ ଦି ଜଣ ଶାଳ ବଣକୁ ଯାଇ କରମା ଗଛ ଗୋଟେ ବାଛନ୍ତି। এই କରମା ପୂଜାଟା କେଉଁ ଯୁଗରୁ ଆମ ଜାତିର ରକ୍ତରେ ବୋହି ହେଇ ଆସିଛି। ଏଇ ପୂଜା ଦେଇକିନା ଲୁହାର ନିଜ ଜୀବନ ପାଇଁ ଭାଗ୍ୟକୁ ଡାକେ। ଆମର ଗୋଟେ ବିଶ୍ୱାସ ରହିଛି ଯେ ଯଦି ଭାଗ୍ୟ ଉଦୟ ହେବ ତାହେଲେ ସିଜା ଧାନ ବି ଗଜା ହେବ। हे करम राजा हमारे तो बैगुन सांझे लग लियो କଇଁ ଫୁଲରେ ସଜା ହୁଏ। ଆରମ୍ଭ ହୁଏ କରମା ଉତ୍ସବ। ନାଚ ଗୀତରେ ଗାଁ ଉଛୁଳି ଯାଏ। ଆରମ୍ଭ ହୁଏ ଜଙ୍ଗଲ ଯାତ୍ରା କରମା ଗଛ ପାଇଁ।
ସନ୍ଧ୍ୟା ପୂର୍ବରୁ କରମା ଗଛର ସବୁ ପୂଜାବିଧି ସାରି କରମା ଡାଳକୁ ନେଇ ଗାଁ ମଣ୍ଡପକୁ ଫେରନ୍ତି। ଏବଂ ସମସ୍ତେ ମୁଣ୍ଡିଆ ମାରି ମାଟିର ହାତୀ ଘୋଡ଼ାମାନଙ୍କୁ ପୂଜା କରନ୍ତି। ଶେଷରେ ମହନ୍ତ ଆରମ୍ଭ କରେ ତାଙ୍କ ଇଷ୍ଟ ଦେବତା କର୍ମ ଓ ଧର୍ମଙ୍କ କାହାଣୀ। କର୍ମ ଧର୍ମ ଦୁଇ ଜଣ ଗୋଟିଏ ମା ପେଟର ଦୁଇ ଭାଇ। ଲୋହାର ଜାତିର ସବୁଠାରୁ ପ୍ରାଚୀନତମ ଲୋହାର। ତାଙ୍କ ଜୀବନରେ ଜୀବନ ମରଣ ଭଳି ସଂଘର୍ଷ କରି ତାଙ୍କ ଲୋହାର ଜୀବିକାକୁ ବଞ୍ଚାଇଥିଲେ। ସମାଜରେ ଲୁହାର କାମର ପ୍ରଚାର କରିଥିଲେ। ସେମାନଙ୍କ ମୂଳ ଆଦର୍ଶ ଥିଲା ଧର୍ମ ଏବଂ କର୍ମ। ଏ ଦୁଇଟା ବିନା ଜୀବିକା ଅସମ୍ଭବ। ପୂଜାର ପ୍ରଥମ ସନ୍ଧ୍ୟା। ତା ପରଦିନ ଗାଁର ଝିଅ ବୋଉମାନେ ଘର ଭିତରେ ଗଜାଧାନ ଝୁଡ଼ିରେ ରଖି ଦୀପ ଦେଇ ପୂଜା କରନ୍ତି। হরণিকে মারব শয়নে জিরাব, হরণিকে মারব শয়নে জিরাব। যাওয়া জাগরণ ময়দান বউরা, যাওয়া জাগরণ ময়দান বউ। ସନ୍ଧ୍ୟାର ସୁଶୀତଳ ଜ୍ୟୋତ୍ସ୍ନା କିରଣ ତଳେ ଶାନ୍ତ ସ୍ୱଚ୍ଛ ଏକ ପ୍ରାଣ ଏକ ସ୍ୱରରେ ଗାଇ ଉଠନ୍ତି ସନ୍ଧ୍ୟା ପ୍ରାର୍ଥନା। ପ୍ରାୟ ବିଳମ୍ବ ସନ୍ଧ୍ୟାରେ ଲୋହାରର ମନ ମତୁଆଲା ହେଇ ଉଠେ। ନିଶାଖୋର ଜହ୍ନରେ ନିଜକୁ ହଜାଇଥିଲେ। ଆରମ୍ଭ ହୁଏ ହାଣ୍ଡିଆ ପିଇ ମସ୍କୁଲ ହେବାର ରାତି। ସମସ୍ତେ ହାଣ୍ଡିଆ ପିଇ ବର୍ଷ ତମାମର ଶତ୍ରୁତା ଭୁଲି ଭାବନାରେ ବିଭୋର ହେଇ ଉଠନ୍ତି। ପ୍ରେମିକ ପ୍ରେମିକା ବି ସେଇ ମୌକାରେ ପରସ୍ପରର ଆଖି ଚୋରେଇ ପ୍ରେମ ଇଙ୍ଗିତ କରନ୍ତି। ଲୋହାରର ମନ ଝୁମିବା ଆରମ୍ଭ ହୁଏ। ମାଦଳ, ତୁରୀ, ବଇଁଶୀ, ଝୁମୁକା ପ୍ରଚଣ୍ଡ ସୁରତାଳରେ ବାଜି ଉଠେ। ହଜିଯାଆନ୍ତି ସଭିଏଁ ଏକ ଅସରନ୍ତି ଆନନ୍ଦର ଉପତ୍ୟକାରେ ଭାସି ବୁଲନ୍ତି। ରାତ୍ରିର କେତେ ପ୍ରହର ବି କଟିଯାଏ।
ଦେଖୁ ଦେଖୁ ସକାଳ ହେଇଯାଏ। ସମସ୍ତେ ନାଚି ନାଚି ଯାଆନ୍ତି। ଏବଂ ସାଥିରେ ନେଇଥିବା କଳସୀକୁ ଧରି ପଛୁଆ ବିସର୍ଜନ କରନ୍ତି। ଆମ ଲୋହାରମାନଙ୍କର କରମା ପୂଜା ଭଳି ଆହୁରି ଦୁଇଟି ମୁଖ୍ୟ ପୂଜା ହେଲା ବିଶ୍ୱକର୍ମା ପୂଜା ଏବଂ କାଳୀ ପୂଜା। ଯେଉଁଥିରେ କି ମୁଖ୍ୟତଃ ସମସ୍ତ ଉପକରଣ ରଖାଯାଏ। ଶାଳକୁ ଲିପି ଫୁଲ ସୁନ୍ଦର ଧୂପ ଦେଇ ପୂଜା କରାଯାଇଥାଏ। ମ୍ୟାଡ଼ାମ ଆମେ ହେଲୁ ଲୁହା ପିଟା ଲୋହାର। ଭାବି ଗରିବ ହାତୁଡ଼ି ପିଟିଲେ ଭାତ ମିଳେ। ମୁଁ 5 ବର୍ଷର ହେଇଥିଲି। ହଠାତ୍ ମୋ ବାପାକୁ ଗୋଟେ ଅଜଣା ରୋଗ ହେଲା। ଔଷଧ ଦେବାକୁ ପଇସା ନଥିଲା ମ୍ୟାଡ଼ାମ। ଆମେ ତାକୁ ଡାକ୍ତର ଦେଖେଇ ପାରିଲୁନି। ଶେଷରେ ମୋ ବାପା ମରିଗଲା। ভাই সঙ্গে হাসিব রঙে রঙে খেলিব গস ভাই সঙ্গে ও যে দুজনাতে ফুল পাতাব গঙ্গা লইতে যাব যে মন কোন দিন তোকে ছাড়িয়ে পালাবো যে মন কোন দিনে ও যে দুজনাতে ফুল পাতাবো গঙ্গা লইতে যাবো যে মন কোন দিনে। କେହି ଜଣେ ମରିଗଲେ ଆମର ତାକୁ 11 ଦିନ କର୍ମ ପାଳିବାକୁ ପଡ଼ିଥାଏ ଏବଂ ଶେଷ ଦିନ ମଲା ଲୋକକୁ ମାଲହାଣ୍ଡି ଦିଆଯାଏ। के जागल के सुतल राम जागल लखन सुतल ଚାଉଳ ଚୁନାରେ ଚାଲୁଣି ଘୋଡ଼େଇ ସେ ପରଜନ୍ମର ପାଦ ଚିହ୍ନ ଦେଖି ଖୁସି ହୁଅନ୍ତି। ମୋ ମା ବି ତାପରେ ପରେ ସାପ କାମୁଡ଼ାରେ ମରିଯାଇଥିଲା। ଖାଲି ରହିଗଲୁ ମୁଁ ଆଉ ମୋ ଜେଜେ। अरे नाती हमरा जैसन बाप गुसबाप बुढ़ाबार मोर काम करे हेला ओहन्यार हमरा काम करबलांग तके सिखाब मैं साल करे के सिखाब साल बांधे सिखाब सब के तुझ को मको सुदान कराई कि तोनी सुदे काल बियाने तई साल पिटबे। ମୋ ବାପା ମା ମରିଗଲା ପରେ
ମୋ ଜେଜ ଆଉ ଘରକୁ ନ ଯାଇ ଶାଳରେ କାମ କରେ ଆଉ ଶାଳରେ ଶୁଏ। ଆମେ ଦୁଇ ଶାଳରେ ରହିଯାଉ। ମୋ ଜେଜେ ଆଉ ମୁଁ ଏଇ ଶାଳରେ ଖାଉ ଆଉ ଏଇ ଶାଳରେ ଶୋଉ। ସବୁଦିନ ରାତିରେ ମୋ ଜେଜେବାପା ସେ ଗୋଟାଏ କଥା କହେ, ଶାଲ ବାନ୍ଧମ କୋଠାସି ହାତୁଳି ସବୁ ଲେ କରିକୁ ଶାଲ ବାନ୍ଧିକୁ ନାଙ୍ଗରା କେସମ ଦେଖି ଉଗାମେ ଶିଖଲା ଅହନ୍ୟାର ତୋକେ ଶିଖାବ। हंस पजामला मोनी गुराम तो गुराई अरे अरे ए साला नाती आओ साल करब लांग अरे घुरा दे आओ खाबे किला तो मो भाग क्यों देबे मैं कहा ले कुन देब बजाले चार आले से ना आधी कुन देब बाप मां मरी गेला सबू मोनी जाम मैं जदी मरी जा कैसे काम करी खाबे काहे गुराबे बड़ा गुराबे काने धरी आनब अरे काम करो आओ हाँ अरे साला बुढ़ा धोरे लया नहीं तोर बेसी चर्बी हो गेली ताम नहीं ओहला नहीं आवे ही थाला नहीं देब तो के एहे नियाल इहा करी कुन बसे काम करो बलांग घुरा रे जुरे चार जाले घुरा है नहीं घुरा ले तो बाप के ना राखी रखवा है थी खाबे बुली बुली आवे करी कुहन काम कर ले जे खाबे मोनी गुराम तो गुराई साला बुढ़ा गुराई अगला खोटा है कहां पाबे ଚାପୁଆ ଶାଳ ଆଜିକି 60 ବର୍ଷ ତଳେ ବ୍ୟବହାର ହେଉଥିଲା। କୌଣସି ଝଙ୍କାଳିଆ ଗଛ ତଳେ ହିଁ ଏଇ ଚାପୁଆ ଶାଳ ବସା ହେଉଥିଲା। ଦୁଇଟି ଘୁମ ଉପରେ ଚମଡ଼ା ପିନ୍ଧା ହୋଇଥାଏ। ଉପର ଚମଡ଼ାରେ ପିନ୍ଧା ହୋଇଥାଏ ସେଥିରୁ ନଳି ଆସି ନିଆଁ ପାଖରେ ଥାଏ। ଦୁଇ ଗୋଡ଼ରେ ଚାପିଲେ ଚାପୁଆରୁ ପବନ ବାହାରେ ଏବଂ ନିଆଁ ଜୋର ଜଳେ। ସେତେବେଳେ ଲୁହାକୁ ପଥର ଉପରେ ରଖି ପିଟା ଯାଉଥିଲା। ଏମାନଙ୍କୁ ଚାପୁଆ ଲୋହାର କୁହାଯାଏ। अच्छा भाती रे जो कोयला व्यवहार होची सेटा को प्रकार कोयला ସେଇଟାକୁ କାଠ କୋଇଲା କୁହାଯାଏ ମ୍ୟାଡାମ। ସମସ୍ତେ ଜଙ୍ଗଲକୁ ଯାଇ ବଡ଼ ବଡ଼ କାଠ କାଟି ଏକ ବଡ଼ ଗାତ ମଧ୍ୟରେ ଭରି ଦିଅନ୍ତି। ନିଆଁ ଲଗାଇ ତା ଅଙ୍ଗାରକୁ ପୋତି ଦିଅନ୍ତି। ତାପରେ କିଛି ବର୍ଷ ପରେ ଖୋଳନ୍ତି। ତାହା କାଠ କୋଇଲା ହେଇଯାଇଥାଏ। କିନ୍ତୁ ଏବେ ଜଙ୍ଗଲ କଟା ହେବା ନିଷେଧ ହେଲା ପରେ ସବୁ ବନ୍ଦ ହେଇଗଲା। ସେଇଟା ବଢ଼ିଆ ନିଆଁ ଧରେ ମ୍ୟାଡାମ। ତେବେ ତାକୁ ଲୁହାର ମାନଙ୍କୁ ନିଜେ ତିଆରି କରିବାକୁ ପଡ଼େ।